ହଁ ତୁ ଥା ର ଟିକେ ଏଇଟା କେତେ ସମୟ ହେଲାନ ହେଲା ସକାଳ ଆଜ୍ଞା ଇ ସକାଳୁ ତୁ ଭିତରେ ପଡିଛୁ ହଁ ଆଜ୍ଞା ରୋଡୁଛି କିନେ ଶୁଣବା ନାଇଁ ଶୁଣ ତମେ ମତେ ମୋର ବୁଆ ତୁମେ ଆଜ୍ଞା ହଁ ତୋର ବୁଆ ହାନ୍ଦା କିଛି ନାଇଁ କବା ଯେ ଛାଡ଼ିକେ କରିବ କି ହଁ ଯାଇ ଯେ ରସି ନେଇ ଯାଇଛେ ସାଙ୍ଗେ ସାଙ୍ଗେ ଆଉଛେ ହେଲା ଥାନାରୁ ଆଣ ମୁଁ ନାନେ ମରିଯିବି ଆଜ୍ଞା ତମେ ନାଇଁ ପଡିବ ଆଜ୍ଞା ଥାନାକେ ନାଲେ ଛାଉଛେ ଗୋଟେ ତାକେ କାହାକେ ଗୋଟେ ନେଇ ଯାଉଛେ ହେଲା ତମେ ନାଇଁ ପଡ ଆଜ୍ଞା ନାଇଁ ପଲା ମୁଇଁ ହେତିଲି ତ ଜଗିଛେ ମୁଇଁ ହେତିଲି ଇନେ ମୁଇଁ ଜଗିଛେ କାହିଁ ନାଇଁ ଯିବା କି ଅଛେ ହେଲା ମୁଁ ପଛା ତମେ ଦୋଷୀ ତମର ଗାଁ ପିଲାମାନଙ୍କୁ ହେଲା ଫୋନ କଲି ନ ଆଉଛନ୍ ହଁ ମୁଁ ମରି କେମିତି ପଡ଼ିଗଲି ଆଜ୍ଞା ମୁଁ ନାଇଁ ଜାଣି ମୁଁ ମରିଯିବି ନାହାନ୍ତି ଯେ ଗୁଡ଼ ପାଉଛୁ ତ ନାଇଁ ପାଇବା ଗୁଡ଼ ବି ନାଇଁ ପାଇବା କି ତୋରାର ଅଛା ହଁ ର ଟିକେ ର ତମେ ନାଇଁ ପଳବ ଆଜ୍ଞା ନାଇଁ ପଲାବା କେ ଯାଇଛେ ପିଲା ଯାଇଛେ ଆଉଛେ ସାଙ୍ଗେ ହେଲା ସାଙ୍ଗେ ସାଙ୍ଗେ ତମେ ଥରି ଆଜ୍ଞା ହଁ ଜାଣୁଛୁ କାଁ କରବ କହ କାଁ କରିବ କିଏ ତୋର ପଡ଼ି ତୁମେ ମୋର ଗାଡ଼ି ଧରି ଘରକେ ଯିବ ବି ଟିକେ ମତେ ଛାଡ଼ିଦେବ ହେତିଲି ତମର ଗାଁରୁ ପିଲାମାନଙ୍କୁ ଡକେଇ ଆଉଛନ୍ ପରା ହେତିଲି କି ନାଇଁ ତମେ ଗାଁ ଲୋକ ଡକ ନାଇଁ ତମେ ଆସ ମତେ ତମେ ଆଜ୍ଞା କେମିତି ଆଇବ ଆଜ୍ଞା ନାଇଁ ପେଲାବ ହଁ ନହେଲେ ମରିଯିବି ଆଜ୍ଞା ଇନ ଅଛୁ ବା ତୁ କାଇଁ ଏନ୍ତା ହଉଛୁ ତୁ ସାହସରେ ତା କିଛି ଅସୁବିଧା ନାହିଁ ତ ନାଇଁ ଉଠାସ ହେଇଗଲି ନାଇଁ ଅସାହସ ନାହିଁ ହତି ଥା ଏତକି ସମୟ ଟାକିନା ଟିକେ ଟାକି ନା ପରୁ ମୁଁ ସକାଳ ପରେ ମରି ଯାଇଥିଲି ଆଜ୍ଞା ଏତକି ସମୟ ଟାକିନା ଟାକି ନା ପରୁକା ନାଇଁ ଥିଲେ ମୁଁ ମରିଯାଇଛି ହଁ ଧରିଏ ହଉ ଅନେକ କରୁଛୁ ହଁ ଆଇଲେନ ର ରଖେ ହରିତ ମାରେ କିଏ ହଁ ଦର୍ଶକ ବନ୍ଧୁ ଏମିତି କିଛି ଘଟଣା ଦେଖିବାକୁ ମିଳିଛି ବୌଦ୍ଧ ବ୍ଲକ ବାଉଁଶୁଣୀ ପଞ୍ଚାୟତ ଅନ୍ତର୍ଗତ ନୋଡାଲ ହାଇସ୍କୁଲ ନିକଟସ୍ଥ ବାଉଁଶୁଣୀ ତନ୍ତୁବାୟ ସହଯୋଗ ସମିତି ପାଖରେ ଏକ ଖୋଲା କୂଅରେ ଦୀର୍ଘ 8 ଘଣ୍ଟା ପଡ଼ି ରହିବା ପରେ ଲୋକଙ୍କ ଦ୍ୱାରା ଉଦ୍ଧାର ହୋଇଛନ୍ତି ଜଣେ ବ୍ୟକ୍ତି ତେବେ ମିଳିଥିବା ସୂଚନା ଅନୁଯାୟୀ ଟିକିରାପଡ଼ା ଗ୍ରାମର ଶମ୍ଭୁ ମେହେର ତାଙ୍କ ବିଲକୁ ଆସିଥିବା ବେଳେ କୌଣସି କାରଣରୁ ଖୋଲା ଥିବା ଏକ କୂଅ ଭିତରେ ପଡ଼ିଯାଇଥିଲେ ତେବେ ସକାଳ 9ଟାରୁ କୂଅରେ ପଡ଼ିବା ପରେ ବାରମ୍ବାର ଚିତ୍କାର କରିଥିଲେ କିନ୍ତୁ କେହି ଶମ୍ଭୁଙ୍କର ଡାକ ଶୁଣିପାରିନଥିଲେ କାହା କାନରେ ବାଜିପାରିନଥିଲା ତାଙ୍କର ଚିତ୍କାର ତେବେ ଦୀର୍ଘ 8 ଘଣ୍ଟା ପଡ଼ି ରହିବା ପରେ ପାଖରେ ଥିବା ଗାଁର କିଛି ଲୋକେ ଶମ୍ଭୁଙ୍କର ଚିତ୍କାର ଶୁଣିବାକୁ ପାଇଥିଲେ ତୁରନ୍ତ କୂଅ ପାଖରେ ଆସି ପହଞ୍ଚିଥିଲେ ଆଉ ଦେଖିଲା ପରେ ଏ ସମ୍ପର୍କରେ ବାଉଁଶୁଣୀ ଅଗ୍ନିଶମ ବାହିନୀକୁ ଖବର ଦିଆଯାଇଥିଲା କିନ୍ତୁ ଅଗ୍ନିଶମ କର୍ମଚାରୀ ପହଞ୍ଚିବା ପୂର୍ବରୁ ହିଁ ରାସ୍ତାରେ ଯାତାୟାତ କରୁଥିବା କିଛି ଲୋକେ ରସି ସାହାଯ୍ୟରେ ଶମ୍ଭୁଙ୍କୁ ଉଦ୍ଧାର କରିଥିଲେ ତେବେ କଥାରେ ଅଛି ଭାଗ୍ୟ ଯଦି ସାଥ ଦିଏ କେହି କିଛି ବି ବିଗାଡ଼ି ପାରନ୍ତି ନାହିଁ କିଛି ଲୋକ ସାମାନ୍ୟ ଘଟଣାରେ ଦୁନିଆ ଛାଡ଼ି ଚାଲି ଯାଉଥିବା ବେଳେ କିଛି ଲୋକଙ୍କର ଭାଗ୍ୟ ଏମିତି ଟାଣ ଥାଏ ଯେ ଯେତେ ବଡ଼ ଧରଣର ବିପଦ ଆସିଲେ ବି ସେମାନେ ତରିଯାଆନ୍ତି ତେବେ ଏହି ଘଟଣା ପରେ ଏବେ ସମସ୍ତଙ୍କ ମନରେ ପ୍ରଶ୍ନ ଉଠୁଛି କିଏ ଓ କାହିଁକି ଏଭଳି କୂଅକୁ ଖୋଲା ରଖିଛି ଯଦି ଉକ୍ତ ବ୍ୟକ୍ତିଙ୍କ ସହ କିଛି ଅଘଟଣ ଘଟି ଯାଇଥାନ୍ତା ତେବେ କିଏ ଦାୟୀ ରହିଥାନ୍ତା ଏ ଦିଗରେ ତୁରନ୍ତ ବୌଦ୍ଧ ଜିଲ୍ଲା ପ୍ରଶାସନ ଦୃଷ୍ଟି ନଦେଲେ କିମ୍ବା ଏନେଇ ପଦକ୍ଷେପ ଗ୍ରହଣ ନ କଲେ ଆଗାମୀ ଦିନରେ କୌଣସି ବଡ଼ ଦୁର୍ଘଟଣା ଘଟିବାର ସମ୍ଭାବନାକୁ ଏଡ଼ାଇ ନ ଦିଆଯାଇପାରେ ବୌଦ୍ଧ ଜିଲ୍ଲା କଣ୍ଟାମାଳରୁ ଭର୍ଜନ କୁମାର ପ୍ରଧାନଙ୍କ ରିପୋର୍ଟ କେ ନ୍ୟୁଜ ଓଡ଼ିଶା।